ଓଡ଼ିଆ ଲର୍ଣ୍ଣିଂ ଏକାଡେମୀର ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଥିବା ସମସ୍ତ ଯୋଦ୍ଧାମାନଙ୍କୁ ନମସ୍କାର। ବନ୍ଧୁଗଣ, ଆଜି ଆମେ ଆଲୋଚନା କରିବା ବିଶେଷ୍ୟ ଉପରେ। ବିଶେଷ୍ୟର ବିଭିନ୍ନ ପ୍ରଶ୍ନ ଗୁଡ଼ିକ ଆଲୋଚନା କରିବା, ଯାହା OTET ଓ SSTT, JET ତଥା ବିଭିନ୍ନ ପରୀକ୍ଷା ପାଇଁ ଉପଯୋଗୀ ପ୍ରଶ୍ନ। ଏହି ପ୍ରଶ୍ନ ଗୁଡ଼ିକ ବାରମ୍ବାର ବିଭିନ୍ନ ପରୀକ୍ଷାରେ ଆସୁଛି, ତେଣୁ ସେହି ପ୍ରଶ୍ନ ଗୁଡ଼ିକୁ ଚାଲନ୍ତୁ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ବିଶେଷ୍ୟ କାହାକୁ କୁହାଯାଏ? ଅପସନ୍ ଏ ଅପସନ୍ ଏ କାମ କୁହେ, ଅପସନ୍ ବି ନାମ କୁହେ, ଅପସନ୍ ସି ଗୁଣ କୁହେ, ଅପସନ୍ ଡି ଅବସ୍ଥା କୁହେ। ଆପଣମାନେ କମେଣ୍ଟ କରନ୍ତୁ ବିଶେଷ୍ୟ କାହାକୁ କୁହାଯାଏ। ବିଶେଷ୍ୟ କ'ଣ ଜାଣିଛନ୍ତି? ବିଶେଷ୍ୟ ହେଲା ଇଂରାଜୀରେ ନାଉନ୍। ଇଂରାଜୀରେ ଯେମିତି ନାଉନ୍ ଅଛି, ଆମର ଏଇ ଓଡ଼ିଆରେ ବିଶେଷ୍ୟ ଅଛି। ବିଶେଷ୍ୟ କାହାକୁ କୁହାଯାଏ? ଅପସନ୍ ଦେଖନ୍ତୁ, ନାମ କୁହେ। ଅପସନ୍ ବି ହେଇଯିବ ରାଇଟ୍ ଆନ୍ସର୍। ଚାଲନ୍ତୁ 2 ନମ୍ବର ପ୍ରଶ୍ନକୁ ଦେଖିବା। ପ୍ରଶ୍ନ କହିଛି ବିଶେଷ୍ୟ ଚିହ୍ନଟ କରନ୍ତୁ। ଅପସନ୍ ଏ ସୁନ୍ଦର, ଅପସନ୍ ବି ଦୌଡ଼ିବା, ଅପସନ୍ ସି ବାଘ, ଅପସନ୍ ଡି ତୁରନ୍ତ। ତ ଏ ମଧ୍ୟରୁ ବିଶେଷ୍ୟ କେଉଁଟା ଆପଣଙ୍କୁ ଚିହ୍ନଟ କରିବାକୁ ପଡ଼ିବ। ଯେଉଁମାନେ କେଉଁଟା ବିଶେଷ୍ୟ ଜାଣିପାରୁଛନ୍ତି କମେଣ୍ଟରେ ଲେଖନ୍ତୁ। 2 ନମ୍ବରର ଉତ୍ତର କ'ଣ ହେବ? ଦର୍ଶକ ବନ୍ଧୁ, ଆମେ ଜାଣିଲେ ପ୍ରଥମ ପ୍ରଶ୍ନରେ ଯେ ଯେଉଁ ପଦ ନାମକୁ ବୁଝାଏ ତାହା ବିଶେଷ୍ୟ ପଦ। ତେଣୁ ଏଠାରେ ଗୋଟିଏ ବାଘ ହେଉଛି ଗୋଟିଏ ବିଶେଷ୍ୟ ପଦ। ଅପସନ୍ ସି ହେବ ଏଠାରେ ରାଇଟ୍ ଆନ୍ସର୍। ନମ୍ବର 3, କଟକ କେଉଁ ପ୍ରକାର ବିଶେଷ୍ୟ? କଟକ କେଉଁ ପ୍ରକାର ବିଶେଷ୍ୟ? କମେଣ୍ଟ ମାଧ୍ୟମରେ ଦେଖନ୍ତୁ। ଅପସନ୍ ଏ ଭାବବାଚକ, ଅପସନ୍ ବି ବ୍ୟକ୍ତିବାଚକ, ଅପସନ୍ ସି ଜାତିବାଚକ। ଏଠି ଜାତି ଏମିତି ହେଇଛି, ଜାତି ଏମିତି ହେବ ଜାତିବାଚକ। ଅପସନ୍ ଡି ଦ୍ରବ୍ୟବାଚକ। ତ ଏହାର ରାଇଟ୍ ଆନ୍ସର୍ ହେଇଯିବ କଟକ। କଟକ ଗୋଟିଏ ସହରର ନାମକୁ ବୁଝାଉଛି, ତେଣୁ ଏଇଟା ହେଇଯିବ ବ୍ୟକ୍ତିବାଚକ। ସଠିକ୍ ଉତ୍ତର ବ୍ୟକ୍ତିବାଚକ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଚିନି କେଉଁ ପ୍ରକାର ବିଶେଷ୍ୟ? କମେଣ୍ଟ କରନ୍ତୁ। ଦେଖନ୍ତୁ ଅପସନ୍ ଅଛି ବ୍ୟକ୍ତିବାଚକ, ଦ୍ରବ୍ୟବାଚକ, ଭାବବାଚକ, ଜାତିବାଚକ। ଚିନି ଗୋଟିଏ ହେଲା ଦ୍ରବ୍ୟ, ତେଣୁ ଏହାର ସଠିକ୍ ଆନ୍ସର୍ ହେଇଯିବ ଦ୍ରବ୍ୟବାଚକ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ମାନବତା ହେଉଛି କେଉଁ ପ୍ରକାର ବିଶେଷ୍ୟ? ଅପସନ୍ ଦେଇଛି ଦ୍ରବ୍ୟବାଚକ, ଜାତିବାଚକ, ଭାବବାଚକ, ବ୍ୟକ୍ତିବାଚକ। ତ ଏହା ତ ମାନବତା ଗୋଟିଏ ଦ୍ରବ୍ୟ ନୁହେଁ, ଏହା ହେବନି। ବ୍ୟକ୍ତିର ନାମ ନୁହେଁ, ଏହା ମଧ୍ୟ ହେବନି। ଅପସନ୍ ରହିଲା ଜାତିବାଚକ ଏବଂ ଭାବବାଚକ। ତ ଏହାର ମଧ୍ୟ କୌଣସି ଜାତିକୁ ସୂଚାଉ ନାହିଁ, ତେଣୁ ଆନ୍ସର୍ ହେଇଯିବ ଭାବବାଚକ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଛାତ୍ର କେଉଁ ପ୍ରକାର ବିଶେଷ୍ୟ? ଛାତ୍ର ଅପସନ୍ ଦେଇଛି ବ୍ୟକ୍ତିବାଚକ, ଜାତିବାଚକ, ଭାବବାଚକ, ଦ୍ରବ୍ୟବାଚକ। ଯେଉଁମାନେ ଏହା କେଉଁ ପ୍ରକାର ବିଶେଷ୍ୟ ଜାଣିଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଦେଖନ୍ତୁ, ଛାତ୍ର ଗୋଟିଏ ଦ୍ରବ୍ୟ ନୁହେଁ, ଏହା କୌଣସି ଭାବକୁ ମଧ୍ୟ ସୂଚା ନାହିଁ,
तो आम एठी कन्फ्यूज रहिले व्यक्तिवाचक एवं जातिवाचक। जदि व्यक्तिवाचक रे राम, श्याम, गोविंद एपरी नाम थिले व्यक्तिवाचक, किंतु छात्र छात्र होइबो जातिवाचक। तेणु एठारे सठिक उत्तर होइबो जातिवाचक। परवर्ती प्रश्न देखिबा। नदी केउ प्रकार विशेष्य? नदी नदी केउ प्रकार विशेष्य? व्यक्तिवाचक, जातिवाचक, द्रव्यवाचक, भाववाचक। नदी गोटे द्रव्य नुहे, द्रव्य तो हेबो नाही, भाववाचक मध्य हेबो नाही। आमे एठी रहिले व्यक्तिवाचक किंबा जातिवाचक हेबो। केउटा हेबो? नदी गोटे हला जातिवाचक। नदी यह हला जातिवाचक। जदि व्यक्तिवाचक रे जीव गंगा, जमुना, सरस्वती एई सब नदीर नाम थिले सेटा व्यक्तिवाचक होइतांता। जेहेतु नदी गोटे जाति को बुझाउची, समस्त नदी को बुझाउची, तेणु एहार आंसर हेइबो जातिवाचक। चलंतु परवर्ती प्रश्न देखिबा। सुवर्ण केउ प्रकार विशेष्य? ऑप्शन ए द्रव्यवाचक, ऑप्शन बी जातिवाचक, ऑप्शन सी व्यक्तिवाचक, ऑप्शन डी भाववाचक। सुवर्ण भाववाचक नुहे, व्यक्तिवाचक मध्य नुहे। यह द्रव्य ना जाति? तो ऑप्शन ए हेइबो यार सठिक आंसर। सुवर्ण एक द्रव्यवाचक। मुदी यह केउ प्रकार विशेष्य? आपण माने कमेंट करंतु होमवर्क। चलंतु परवर्ती प्रश्न देखिबा। नंबर 9। निम्न मध्यरु भाववाचक विशेष्य केउटी? भाववाचक विशेष्य केउटी? ऑप्शन बाघ, ऑप्शन बी प्रेम, ऑप्शन सी घर, ऑप्शन डी मनीष। केउ ऑप्शन? यार सठिक उत्तर होइबो भाव। बाघ गोटे नाम जातिवाचक, घर मध्य, मनीष मध्य जातिवाचक। तो एठारे ऑप्शन हेइबो भाव को बुझाउची प्रेम। प्रेम गोटे भाववाचक विशेष्य। प्रेम होइबो सठिक आंसर। चलंतु परवर्ती प्रश्न देखिबा। नंबर 10। लुण केउ प्रकार विशेष्य? लुण आपण जो नीतिदिन खाउछंती लुण, या केउ प्रकार विशेष्य? ऑप्शन ए भाववाचक, ऑप्शन बी जातिवाचक, ऑप्शन सी व्यक्तिवाचक, ऑप्शन डी द्रव्यवाचक। व्यक्तिर नाम नुहे, कौनसी भाव को सूचाऊ नहीं, जाति को मध्य सूचा नहीं, यह गोटे द्रव्यवाचक। लुण होइबो गोटे द्रव्यवाचक विशेष्य। चलंतु परवर्ती प्रश्न देखिबा। नंबर 11। पृथ्वी हेउछि ऑप्शन ए व्यक्तिवाचक, ऑप्शन बी जातिवाचक, ऑप्शन सी भाववाचक, ऑप्शन डी द्रव्यवाचक। कमेंट करंतु। पृथ्वी देखंतु, पृथ्वी गोटे द्रव्य नुहे, यह कौन सी भाव को मध्य सूचाऊ नहीं, कौन सी जाति को मध्य सूचाऊ नहीं। तेणु पृथ्वी होइबो गोटे व्यक्तिवाचक कौन विशेष्य। ऑप्शन ए हेइबो सठिक आंसर। नंबर 12। शिक्षा केउ प्रकार विशेष्य? शिक्षा केउ प्रकार विशेष्य? ऑप्शन ए भाववाचक, ऑप्शन बी व्यक्तिवाचक, ऑप्शन सी जातिवाचक, ऑप्शन डी द्रव्यवाचक। शिक्षा
यह कौनसी व्यक्तिर नाम को सूचाऊ नहीं, कौनसी जाति को मध्य बुझाऊ नहीं। शिक्षा कौनसी द्रव्य नुहे, यह कौनसी द्रव्य नुहे, यह टोकेरे कि बेग रे आनी पारिबा नहीं। तेणु यह हेइजिबो गोटे भाववाचक। शिक्षा गोटे भाववाचक विशेष्य। परवर्ती प्रश्न देखिबा नंबर 13 फूल केउ प्रकार विशेष्य। आपन को केउ फूल भल लगे प्रथमे कमेंट कर दियंतु। फूल होला व्यक्तिवाचक कि द्रव्यवाचक, जातिवाचक, भाववाचक। फूल केउ प्रकार विशेष्य। फूल कौनसी व्यक्तिर नाम को सूचाऊ नहीं, कौनसी भाव को मध्य सूचाऊ नहीं। फूल गोटे द्रव्य कि नहीं, फूल गोटे द्रव्य नुहे। फूल है जातिवाचक। देखो तो फूल कहीं जातिवाचक, मल्ली फूल, टगर फूल, मंदार फूल एमाने हेबे व्यक्तिवाचक, किंतु मंदार फूल এই फूलटा है जातिवाचक आउ এই मंदारटा है व्यक्तिवाचक। बुझिले। चलंतु परवर्ती प्रश्न को जीवा। नंबर 14 भारत। भारत आमर देश, यह क्यों प्रकार विशेष्य। जातिवाचक, व्यक्तिवाचक, भाववाचक, द्रव्यवाचक। यह द्रव्य नुहे, भाव भी नुहे। जातिवाचक एवं व्यक्तिवाचक मध्य कन्फ्यूज रहिला। देखंतु भारत गोटे देश, भारत गोटे देशर नाम, तेणु यह व्यक्तिवाचक हेइबो। जदि देश देइथांता देश, देश एटा हेबो जातिवाचक, किंतु भारत हेइबो व्यक्तिवाचक। बुझिले। चलंतु परवर्ती प्रश्न को जीवा। कष्ट केउ प्रकार विशेष्य। भाववाचक, जातिवाचक, व्यक्तिवाचक, द्रव्यवाचक। कष्ट यह कौनसी जाति को सूचाऊ नहीं, कौनसी व्यक्ति को सूचाऊ नहीं, कौनसी द्रव्य को सूचाऊ नहीं। यह हेइबो भाववाचक। चलंतु परवर्ती प्रश्न देखिबा। नंबर 16 गाई केउ प्रकार विशेष्य। गाई ऑप्शन ए व्यक्तिवाचक, ऑप्शन बी जातिवाचक, ऑप्शन सी भाववाचक, ऑप्शन डी द्रव्यवाचक। गाई गोटे द्रव्य नुहे, गाई भाववाचक मध्य नुहे। व्यक्तिवाचक एवं जातिवाचक मध्य कन्फ्यूजन रहिला। तो आपण माने कमेंट करंतु गाई केउ प्रकार विशेष्य। तो एठारे गाई हेइजिबो गोटे जातिवाचक विशेष्य। बौला गाई, जदि बौला गाई देछि ताहले এই बौलाटा हेबो आम व्यक्तिवाचक आउ ए गाईटा हेबो जातिवाचक। बुझिले। गाई एठारे काण हला जातिवाचक विशेष्य। गाई हला जातिवाचक विशेष्य। परवर्ती प्रश्न। राम केउ प्रकार विशेष्य। कहिथिली राम केउ प्रकार विशेष्य, किछि समय आगुर कहिथिली। व्यक्तिवाचक, जातिवाचक, भाववाचक, द्रव्यवाचक। कमेंट करंतु राम केउ प्रकार विशेष्य। राम हैला गोटे व्यक्तिवाचक। चलंतु परवर्ती प्रश्न देखिबा। धूली, धूली केउ प्रकार विशेष्य। भाववाचक, द्रव्यवाचक, जातिवाचक, व्यक्तिवाचक।
ଧୂଳି ଦେଖନ୍ତୁ ଏହା କୌଣସି ବ୍ୟକ୍ତିକୁ ସୂଚାଉ ନାହିଁ, ଜାତିକୁ ସୂଚାଉ ନାହିଁ, ଭାବକୁ ସୂଚାଉ ନାହିଁ, ତେଣୁ ଏହା ହେଇଯିବ ଦ୍ରବ୍ୟବାଚକ। ଧୂଳି ହେଇଯିବ ବ୍ୟକ୍ତିବାଚକ ହେବ ନାହିଁ, ଦ୍ରବ୍ୟବାଚକ ହେଇଯିବ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ବିଜୁଳି କେଉଁ ପ୍ରକାର ବିଶେଷ୍ୟ? ଜାତିବାଚକ, ଦ୍ରବ୍ୟବାଚକ, ବ୍ୟକ୍ତିବାଚକ, ଭାବବାଚକ? ଭାବବାଚକ ହେବ ନାହିଁ। ଏହାର ସଠିକ ଉତ୍ତର ହେଇଯିବ ଏହା ଜାତିବାଚକ। ନମ୍ବର 20 ଗର୍ବ। ଗର୍ବ କେଉଁ ପ୍ରକାର ବିଶେଷ୍ୟ? ଜାତିବାଚକ, ଦ୍ରବ୍ୟବାଚକ, ବ୍ୟକ୍ତିବାଚକ, ଭାବବାଚକ? କେଉଁ ଅପସନ ହେବ? ଏହା କୌଣସି ଜାତିକୁ ବୁଝାଉଛି କି, ଦ୍ରବ୍ୟକୁ ବୁଝାଉଛି କି, ବ୍ୟକ୍ତିକୁ ବୁଝାଉଛି କି? ନାଇଁ, ଏହା ହେଇଯିବ ଭାବବାଚକ। ନମ୍ବର 21 ବିଶେଷ୍ୟ କେଉଁ ପ୍ରଶ୍ନର ଉତ୍ତର ଦିଏ? ଏଇଟା ଦିଏ। କେମିତି, କେଉଁଠାରେ, କିଏ, କଣ, କାହିଁକି? ଅପସନ ହେଇଯିବ ସି, କିଏ, କଣ। କିଏ ଯାଉଛି? ଆନ୍ସର ରାମ। ରାମ ଗୋଟିଏ ବିଶେଷ୍ୟ ପଦ ହେଲା। ତୁମର ନାମ କଣ? ତୁମର ନାମ କଣ? ତୁମେ କହିଲ ଗୋବିନ୍ଦ। ଏହା ଗୋଟେ ମଧ୍ୟ ବିଶେଷ୍ୟ ପଦ। ତ ଅପସନ ସି ହେଇଯିବ କରେକ୍ଟ ଆନ୍ସର। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସାଗର କେଉଁ ପ୍ରକାର ବିଶେଷ୍ୟ? ଜାତିବାଚକ, ଭାବବାଚକ, ଦ୍ରବ୍ୟବାଚକ, ବ୍ୟକ୍ତିବାଚକ? ସାଗର ଗୋଟିଏ ବ୍ୟକ୍ତିର ନାମ ନୁହେଁ, ଦ୍ରବ୍ୟର ନାମ ମଧ୍ୟ ନୁହେଁ, ଏହା ଭାବବାଚକ ମଧ୍ୟ ନୁହେଁ, ଏହା ହେଲା ଜାତିବାଚକ। ଯଦି ଦେଇଥାନ୍ତା ବଙ୍ଗୋପସାଗର, ତାହେଲେ କଣ ହୁଅନ୍ତା? ଏହା ହୋଇଯାନ୍ତା ବ୍ୟକ୍ତିବାଚକ। ଏହା ବ୍ୟକ୍ତିବାଚକ ହେବ। ସାଗରଟା ହେବ ଜାତିବାଚକ ହେଲା। ସାଗରଟା ହେବ ଜାତିବାଚକ ଆଉ ବଙ୍ଗୋପସାଗରଟା ହେବ ବ୍ୟକ୍ତିବାଚକ। ଓକେ, ଚାଲନ୍ତୁ ନମ୍ବର 23 କୁ ଯିବା। କାଗଜ କେଉଁ ବିଶେଷ୍ୟ? କାଗଜ ଅପସନ ଏ ଭାବବାଚକ, ଦ୍ରବ୍ୟବାଚକ, ବ୍ୟକ୍ତିବାଚକ, ଜାତିବାଚକ? କାଗଜ କୌଣସି ଭାବକୁ ସୂଚାଉ ନାହିଁ, କୌଣସି ବ୍ୟକ୍ତିର ନାମ ନୁହେଁ, କୌଣସି ଜାତିର ନାମ ମଧ୍ୟ ନୁହେଁ, ଏହା ହେବ ଦ୍ରବ୍ୟବାଚକ। କାଗଜ ହେବ ଏକ ଦ୍ରବ୍ୟବାଚକ ବିଶେଷ୍ୟ। ପରବର୍ତ୍ତୀ ପ୍ରଶ୍ନ। ଶିଶୁ କେଉଁ ପ୍ରକାର ବିଶେଷ୍ୟ? ଶିଶୁ କେଉଁ ପ୍ରକାର ବିଶେଷ୍ୟ? ବ୍ୟକ୍ତିବାଚକ, ଜାତିବାଚକ, ଭାବବାଚକ, ଦ୍ରବ୍ୟବାଚକ? କମେଣ୍ଟ କରନ୍ତୁ।
ଶିଶୁ କୌଣସି ଦ୍ରବ୍ୟକୁ ବୁଝାଉଛି କି? ନା। ଭାବକୁ ବୁଝାଉଛି କି? ବ୍ୟକ୍ତିର ନାମ କି? ନୁହେଁ। ତ ଏହା ହେଇଯିବ ଜାତିବାଚକ। ଶିଶୁ ହୋଇଯିବ ଜାତିବାଚକ ବିଶେଷ୍ୟ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପରବର୍ତ୍ତୀ ପ୍ରଶ୍ନ, ସତ୍ୟ କେଉଁ ପ୍ରକାର ବିଶେଷ୍ୟ? ଅପସନ୍ ଦେଇଛି ବ୍ୟକ୍ତିବାଚକ, ଜାତିବାଚକ, ଭାବବାଚକ, ଦ୍ରବ୍ୟବାଚକ। ଏହାର କମେଣ୍ଟ, ଏହାର ଉତ୍ତର ଆନ୍ସରଟା କମେଣ୍ଟ ମାଧ୍ୟମରେ ଆପଣମାନେ ଦିଅନ୍ତୁ। ମୁଁ ପିନ୍ କରିଦେବି ଆନ୍ସର, ସଠିକ୍ ଆନ୍ସର କ'ଣ? ଗୋଟିଏ ଦିନ ପରେ ମୁଁ ପିନ୍ କରିଦେବି, ଯେ କମେଣ୍ଟ କରି ପିନ୍ କରିଦେବି ଯେ ଏହାର ଆନ୍ସରଟା କ'ଣ। କିନ୍ତୁ ତା ପୂର୍ବରୁ ଆପଣମାନେ ଏହାର ଆନ୍ସରଟା ଦିଅନ୍ତୁ। ସତ୍ୟ କେଉଁ ପ୍ରକାର ବିଶେଷ୍ୟ? ବ୍ୟକ୍ତିବାଚକ, ଜାତିବାଚକ, ଭାବବାଚକ ନା ଦ୍ରବ୍ୟବାଚକ? ପୁରା ଆପଣ ସେଠାରେ ମେନସନ୍ କରନ୍ତୁ କମେଣ୍ଟ ମାଧ୍ୟମରେ। ଏହା ଆପଣମାନଙ୍କ ପାଇଁ ହୋମୱାର୍କ। କମେଣ୍ଟ ମାଧ୍ୟମରେ ଜଣାନ୍ତୁ ସତ୍ୟ କେଉଁ ପ୍ରକାର ବିଶେଷ୍ୟ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ହଁ, ଏଇ ଥିଲା ଟପ୍ 25 ପ୍ରଶ୍ନ, ଯାହା ଆମର ଆସନ୍ତା OSSTT, OTET, JT ପାଇଁ ନିତାନ୍ତ ଉପଯୋଗୀ ପ୍ରଶ୍ନ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରନ୍ତୁ। କମେଣ୍ଟ କରନ୍ତୁ। ଆଉ ଆମ ଚ୍ୟାନେଲକୁ ନୂଆ ଆସିଥିଲେ, ଏହା ତ ନୂଆ ଚ୍ୟାନେଲ, ତ ନିଶ୍ଚିତ ଭାବରେ ଆପଣମାନେ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏହି ଭିଡ଼ିଓଟିକୁ। ଆପଣ ଏଥିରେ ଏମିତି ବହୁତ ଭଲ ଭିଡ଼ିଓ, ଶିକ୍ଷଣୀୟ ଭିଡ଼ିଓ ମାନେ ଦେଖିପାରିବେ, ଯାହା JT, OSSTT, TET ଏବଂ ବିଭିନ୍ନ ପରୀକ୍ଷା ଉପଯୋଗୀ ମୂଳକ ପ୍ରଶ୍ନ ଗୁଡ଼ିକ ଆଲୋଚନା କରାଯିବ କନସେପ୍ଟ ସହିତ। ଭିଡ଼ିଓ ଭଲ ଲାଗିଥିଲେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ ଏବଂ ନିଶ୍ଚିତ ଭାବରେ ଆପଣମାନେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ ଓଡ଼ିଆ ଲର୍ଣ୍ଣିଂ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ। ଧନ୍ୟବାଦ।